ଅଣବସରରେ ମହାପ୍ରଭୁ ଏବେ ଜ୍ୱରରେ ପୀଡ଼ିତ ଅଛନ୍ତି। ଗୁପ୍ତ ଚିକିତ୍ସା ମହାପ୍ରଭୁଙ୍କର ଜାରି ରହିଛି। ଆଜି ଅଣବସରର ଦଶମୀ ତିଥିରେ ଚକାବିଜେ ନୀତି ସମ୍ପନ୍ନ କରାଯିବ ମହାପ୍ରଭୁଙ୍କର ଏବଂ ଆଜି ରାଜବୈଦ୍ୟଙ୍କ ଘରୁ 10 ମୂଳ ମୋଦକ ପ୍ରସ୍ତୁତ କରାଯାଇ ପ୍ରଦାନ କରାଯିବ ଶ୍ରୀମନ୍ଦିର ଗାରଦକୁ। ରାଜବୈଦ୍ୟଙ୍କ ପରିବାର ସହିତ ଆମେ ଆଲୋଚନା କରିବା ଇଏ ସେବା ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ। ପ୍ରଥମ ପ୍ରଶ୍ନ, ଯିଏ ସାରା ଜଗତକୁ ସୁସ୍ଥ କରିଥାଏ ତାଙ୍କ ସୁସ୍ଥତା ପାଇଁ ଆପଣ 10 ମୂଳ ମୋଦକ ପ୍ରସ୍ତୁତ କରୁଛନ୍ତି, ପ୍ରସ୍ତୁତି ପ୍ରଣାଳୀ ଟିକେ ସଂକ୍ଷେପରେ କହିବ। याको जो दशमूल आमर अच्छी दशमूलटाକୁ ଆମେ सुखा हुए सुखा ହେଇକି ତାକୁ ଗୁଣ୍ଡ କରା ହୁଏ। ଗୁଣ୍ଡ କରା ହେଇକି ତାକୁ ଚଲା ହୁଏ। ଚଲା ହେଇସାରିଲା ପରେ ଯୋଉ ଗୁଣ୍ଡଟା ପ୍ରସ୍ତୁତ ହୁଏ ତାକୁ ଆଜି ପାକ କରା ହୁଏ। ପାକ କରା ହେଇକିରି ତାର ମୋଦକ ପ୍ରସ୍ତୁତ କରା ହୁଏ। ପନ୍ଦର ପ୍ରସ୍ତୁତ କରା ହେଇକି ଗାରରେ ଦିଆ ହୁଏ। 10 ମୂଳ ମୋଦକ ଯାହା କିଛି ଗୁପ୍ତ ସେବା ରହିଛି ତାକୁ କିଛି ଉହ୍ୟ ରଖିକି ଆପଣ ଆମ ଦର୍ଶକମାନଙ୍କୁ କହିବେ କି କଣ କଣ ସବୁ ପଡିଥାଏ। ଆମର ଯୋଉ 10ଟା ଦଶମୂଳି ଅଛି ସେଟା ହଉଛି ସାଧାରଣତଃ 10ଟା ଗଛର ଚେର ପତ୍ର ଛାଲିକି ହିଁ କୁହା ହୁଏ। ହଉଛି ଆମର ଶାଳପନ୍ନି କୁଷ୍ଠପନ୍ନି ଅକରାନ୍ତି ଏଗୁଡାକ ହିଁ 10ଟା ଗୁଡାକ ହେଇକି ଯାଏ। ଅନୁଭୂତି କଣ ରହିଥାଏ ଯେତେବେଳେ ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଆପଣ ଚୁଲି ଲଗାନ୍ତି, ଚୁଲିରେ ସବୁ ଫୁଟାନ୍ତି, ଏକାଠି କରନ୍ତି, ତାପରେ ମୋଦକ ପ୍ରସ୍ତୁତ ହୁଏ, ସେ ଅନୁଭୂତି ଏବଂ ଶ୍ରୀମନ୍ଦିରକୁ ଏହା କେତେବେଳେ ଯିବ? ଏଇଟା ସାଧାରଣତଃ ଶ୍ରୀମନ୍ଦିରକୁ ସନ୍ଧ୍ୟା ସମୟରେ ଯାଏ। ଯେହେତୁ ନୀତିକାନ୍ତି ଲେଟ୍ରେ ହେଉଛି ସେଥିପାଇଁ ତାକୁ ଆମେ ଦୀପର ଧୂପ ପରେ ନେଇକି ଯାଉଛୁ। ଏ ସେବା ପାଇକି ବୋଧ ହୁଏ ଗର୍ବ ନା ନାଇଁ ଭାଗ୍ୟ? ଭାଗ୍ୟମାନ ଇଏ କହୁଛି, ଆଉ ଗର୍ବଟା ଟିକେ ନାକୁ ରହିବ ଯାହାହେଲେ ବି, କାରଣ ମହାପ୍ରଭୁଙ୍କୁ ସୁସ୍ଥ କରିବା ଦାୟିତ୍ୱ ଆମକୁ ଦେଇଛନ୍ତି, ଆଉ ସେଥିରେ ଗର୍ବ ନୁହଁ ଆଉ କଣ। ନିଶ୍ଚିତ ଭାହାପ୍ରଭୁଙ୍କ ରାଜବୈଦ ମନରେ ଆସେ, ଗର୍ବ ଆସେ, କିନ୍ତୁ ସେବା ଗୋଟେ କୌଳିକ ସେବା। ଆମେ ଆଲୋଚନା କରିବା ମହିଳା ମାନଙ୍କର ବିଶେଷ ଗୁରୁତ୍ୱ ଥାଏ, କାରଣ ଯାହା କହୁଥିଲେ ଆପଣ ମହିଳା ମାନେ ମହାବୟୀ ସେବା ପରେ ଆପଣଙ୍କର ସେବା ଥାଏ। ଆପଣ କେତେ ପ୍ରସ୍ତୁତ ହେଇଥାନ୍ତି? ମହିଳା ମାନଙ୍କର ବିଶେଷ କରି କଣ ରହିଥାଏ, ଆପଣ ମାନଙ୍କର କଣ ରହିଥାଏ? ଗୋଟେ କ୍ୟାଟେଗୋରୀ ଥାଏ যেটা মেনସୁরেসন পিরিয়ডରେ এটা କରିବନି, ମାନେ ଯୋଉମାନଙ୍କର ବନ୍ଦ ହେଇସାରିଥାଏ ତାପରେ ଆପଣ ଏଥିପାଇଁକା ସମ୍ପୂର୍ଣ୍ଣ ଭାବରେ ଯୋଗ୍ୟ ହେଇଯାଏ। ତାପରେ ଆମର ଏଇଟା କାମ ଚାଲେ। ଆଉ କଣ, ଆମେ ଏଇଟା ସମ୍ପୂର୍ଣ୍ଣ ଭାବରେ ତାଙ୍କର ପାଖକୁ ଯୋଗେଇ ଦେଇଥାଉ, ସେମାନେ ସେଇଟାକୁ ପ୍ରସ୍ତୁତ କରିଥାନ୍ତି। ଏବେ କାହା ଦେହରେ ଲୋକ ଅଧିକ ହେଇଗଲେ ଲୋକ ଯୋଗାଉଛନ୍ତି, ନହେଲେ ଯୋଉ ଯେତେବେଳେ ନନା ଥିଲେ ସେତେବେଳେ ଶ୍ୱଶୁର ଥିବା ସମୟରେ ସେତେବେଳେ ଖାଲି ଶାଶୁ ଥିଲେ। ତାପରେ ମୋର ବାହାଘର ହେଲା ପରେ ସିନା ମୁଁ ତାଙ୍କ ସାଙ୍ଗରେ ଯୋଗ ଦେଲି, କିନ୍ତୁ ତା ପୂର୍ବରୁ ସେ ଏକୁଟିଆ ହେଇକି ଥାନ୍ତି। ଆପଣ ପଚାରିଥାନ୍ତି ସ୍ୱର୍ଗତ ବିନାୟକ ମିଶ୍ର ଯେତେବେଳେ ଥିଲେ ଆପଣ ତାଙ୍କଠୁ ସବୁ ଶିଖିଛନ୍ତି, ସେଇ ସବୁ ମାହୋଲ ଏବେର ମାହୋଲ କିଛି ଫରକ ରହିଛି ନା? ସେବା ପ୍ରସ୍ତୁତି ପ୍ରଣାଳୀ ସବୁ ଏକା ରହିଛି? ସବୁ ପ୍ରସ୍ତୁତି ପ୍ରଣାଳୀ ସମାନ ରହିଛି, ଆଉ ଟିକେ ଅଧିକ କ୍ୱାଣ୍ଟିଟିର ହେଇଯାଉଛି। ସିଏ ଥିଲାବେଳେ ଟିକେ ସୀମିତ ଥିଲା, ସିଏ ଆଉ ଟିକେ ରେଷ୍ଟ୍ରିକ୍ସନ କରୁଥିଲେ ଯେ ଏଇ ଯୋଉ ଆପଣ ସବୁ ପଶି ଆସୁଛନ୍ତି ସେଇଟାକୁ ସିଏ ଇଏ କରୁନଥିଲେ। ଯୁଗ ଅନୁଯାୟୀ ଆମେ ଟିକେ ଆଗୁଆ ଆଡଭାନ୍ସ ହେଇଗଲଣି, ଆମେ ଆଉ କିଛି ଆପଣଙ୍କୁ କହିଦେଉଛୁ, ଏ ରନ୍ଧନ ପ୍ରକ୍ରିୟା ଦେଖା ହେଇଯାଉଛି। ସେତେବେଳେ ମୁଁ ଭାବୁଛି ବୋଧେ ନନା ଏକ୍ସପାୟାର ହବାର 5 ବର୍ଷ ଆଗରୁ ଯଦି ଆମେ ଆମ ମାନଙ୍କର ଟିକେ ଫୋର୍ସରେ ସେ ଦେଖେଇ ଦେଉଥିଲେ, କାହିଁକି ସମସ୍ତେ ଟିଭିରେ ବାହାରିଲେଣି ଆମେ କାହିଁକି ବାହାରିବୁନି, ଏମିତି କରିକି ତାଙ୍କୁ ଦେଖେଇ ଦେଉଥିଲୁ। ନହେଲେ ସିଏ ଏଇଟାର ଘୋର ବିରୋଧ ବି କରୁଥିଲେ। ରାଜବୈଦ୍ୟଙ୍କ ସେବା ଇଏ ପିଢି ପରେ ପିଢି ଚାଲି ଅଛି, ସିଏ ଆଗକୁ ମଧ୍ୟ ଜାରି ରହିବ। ଆଜ୍ଞା, ଏଇଟା ପିଢି ଦର ପିଢି ଚାଲି ରହିଛି। ଆମର ଏଇଟା ଅଛି ଯେ ଏଇଟା ପାଟ ନାହିଁ କି ଆମର ଯୋଉ ଶିରପା, ଏଇଟା କଣ ସେଟା କହନ୍ତି, ଶାଢୀ ବନ୍ଧା। ସେ ଶାଢୀ ବନ୍ଧା ପାଳି ନୁହଁ, ଏଇଟା ଶାଢୀ ବନ୍ଧା ନୁହଁ, କିମ୍ବା ଏଇଟା ଆମର କୌଣସି ଆମକୁ କିଛି ଦିଅନ୍ତିନି, ପାରିଶ୍ରମିକ ଦିଅନ୍ତିନି। କିନ୍ତୁ ମହାପ୍ରଭୁ ଏମିତି ଦେଇଛନ୍ତି, ବର୍ଷର 365 ଦିନ ଯାକ ଖଞ୍ଜି ଦେଇଛନ୍ତି ତାଙ୍କର ପିଠାପଣାରେ, ସବୁ ଖେଇ ଦେଇଛନ୍ତି। ଆଉ କଣ ଦିଅନ୍ତେ ଅଧିକା? ସମସ୍ତେ ଯେମିତି ଏନେ ପଣ୍ଡା ହୁଅନ୍ତୁ, ପଢିଆରୀ ହୁଅନ୍ତୁ, ସୁଆର ହୁଅନ୍ତୁ, ସମସ୍ତେ ପର୍ଟିକୁଲାର କିଛି ଆମାଉଣ୍ଟ ଦିଆହଉଛି, ଏଣ୍ଡାମେଣ୍ଟ କମେଣ୍ଟ ତାଙ୍କୁ କିଛି ଦଉଛି ଦରମା ଆକାରରେ। କଣ ଆଜି ସେବା କଲ, ଆଜି 1000 କି 5000 କି ନିଅ କି କଣ କର, ଯାହାହେଲେ ଅଛି ସମସ୍ତଙ୍କର ସୀମିତ ହଉନା କାହିଁକି ଅଛି, କିନ୍ତୁ ଏମାନଙ୍କ ପିଙ୍କା ପାରିଶ୍ରମିକ କିଛି ନାହିଁ। କେବଳ ଏଇ ମାସଟାରେ ସେମାନେ ଯୋଉ ଲେଖିକିରି ଦିଅନ୍ତି ଗୋଟେ ଇଏରେ କୋଟିସନରେ ଯେ 20 ଟଙ୍କା ଲେଖେ ପାଇବ, କି କାହାର 60 ଟଙ୍କା ଅଛି, ଏମିତି ଯୋଉ ଅଛି, ସେଇଟା କଣ ପାଇଁକା ତାକୁ ଯେତେବେଳେ ଆମେ ଭେରିଫିକେସନ କଲୁ, ଏଇ ଦିନର ଖେଇ ଗୁଡାକ ମିଳେନି, କାରଣ ଖେଇଗୁଡା ସବୁ ବାଜ୍ୟାପ୍ତି ହେଇଯାଏ ଭିତରେ। ମହିଳା ହିସାବରେ କେତେ ଗର୍ବ ମହାପ୍ରଭୁଙ୍କୁ ସେବା କରିବା ପାଇଁ ଆପଣ ହାତ ବଢେଇଛନ୍ତି, ଆଗକୁ ମଧ୍ୟ ଜାରି ରହିବ ସେବା। ମହିଳା ହିସାବରେ କେତେ ଗର୍ବ? ମହିଳା ହିସାବରେ ତ ଏଇଟା ସୌଭାଗ୍ୟ, ଗର୍ବ ବି ରହୁଛି ଯେ ଏଇଠି ଗର୍ବ ଗଞ୍ଜନ ନରହରି, ଗର୍ବ ନ ରଖନ୍ତି କାହାରି। ଆଜି ହାତ ଚାଲୁଛି ବୋଲି ତାଙ୍କର କାମ କରୁଛି, ଗର୍ବ କଲେ ପୁଣି ହାତ ଗୋଡ ଯଦି ପକେଇଦେବେ। ଦୁର୍ଲଭ ଚେରମୂଳି ବିଷୟରେ ଟିକେ ଆମ ଦର୍ଶକ ମାନଙ୍କୁ କହିବେ। ଆଜ୍ଞା, ଯୋଉ ଜିନିଷଟା ମିଳେନି ଆଜିକାଲି ତ ଆଉ ଟିକେ ଅଧିକ ହେଇଯିବ, କାରଣ ଗଛପତ୍ର ଚାରିଆଡେ କଟା ହେଇଗଲାଣି। ଏଠି ଭାବୁଛୁ ଯଦି ଆଗେ ବି କିଛିଟା ଜିନିଷ ଜଗନ୍ନାଥ ବଲ୍ଲଭରୁ ବି ମିଳିଯାଏ। ଏବେ ବେଶୀ ଆମର ହଉଛି କୁଷ୍ଠପର୍ଣ୍ଣି, ଶାଳପର୍ଣ୍ଣିଟା ମିଳିବା ଟିକେ କଷ୍ଟ ହଉଛି, ତେଣୁ ସେଇ ଜିନିଷ ଗୁଡାକ ସଂଗ୍ରହ କରିବାକୁ କେତେବେଳେ ବ୍ରହ୍ମପୁର ପର୍ଯ୍ୟନ୍ତ ଯାଆନ୍ତି, କେତେବେଳେ ମାଲକାନଗିରି ପର୍ଯ୍ୟନ୍ତ ବି
लोक पठेइकरी अणा होचे से जिनस गुड़ाक ଆପଣ କହିବା କଥା କିଛି ପ୍ରସ୍ତୁତ ମାନେ କିଛି ଚେରମୂଳି ମିଳିବା ଟିକେ କଷ୍ଟ ହେଇଯାଉଛି ଗୋଟେ ଶ୍ରୀମନ୍ଦିର ପ୍ରଶାସନ ଟିକେ ସହଯୋଗର ଆବଶ୍ୟକ ରହୁଛି କି सी किछि सहयोग करूनाहांती ଆବଶ୍ୟକ ବି ନାହିଁ ଆପଣ ମାନେ ଚେଷ୍ଟା आमे तांको पाखकु ना भाबिनु आमे तांको हातरे छाड़ी देइछु जगन्नाथ हातरु किछि आवश्यक नाही आपण खाली मनरे भाबिबे जे इथर ई जिनस गुड़ाक सरीगलाणी आसीबो तो आज्ञा आसी जाइतो चुली लगार प्रस्तुति प्रणाली कहबे केमती लगेबे टिके देखैबानी आमे निहात भाबरे आमे टिके देखैबाकू चेष्टा करिबा एवं किभଳି भाबरे जे रहिछंती चुली लागिछि एइठारु ही आमे देखैबा जेहेतु गुप्त सेवा एवं भितरकू बे जाई हबनी टिके आपण टिके कहत आमे दृश्य देखौछु किभଳି भाबरे चुलीर प्रस्तुति प्रणाली चुलीटी केमिति लगा जाइथे आरंभरु एवं कोन कोन चुलीर काम चुली आज्ञा सबले एटा हुए पुणी भंगा जाए नुआ इटा नुआ बाली रे इटा आमे प्रस्तुत करथाउ रखिथाउ आउ चुली लगेया बरु जेमिति का हमर महाप्रभु को स्मरण करिकरी चुलीटा लगा हुए देखंतु दीपटे भी जळुची ता पाखरे दीपटे जळैकरी चुली की अग्नि का आवाहन करू जेमिति किछि हैरान न करंतु काहाको पोड़ी पाड़ी न दियंतु निष्ठार सहित जदि न करिवे कोन उडी कराइला निहात भाबरे आमे टिके मध्य प्रतिक्रिया मध्य टिके नै जिबा ये आपणकर वर्षको ई गोटिए सेवा ये सेवा सदाबले रहिथाउ महाप्रभु पाखरे आपण एई कामना करन हाँ निश्चिंत निश्चिंत महाप्रभु को यही एमती गोटे प्रकारिया सेवा मिलती सेटा कौन छाड़ी हम तापर देखिया वाला बेलू अणसर अणसर बेलर होची ये सेवा गोटे प्रकार मुख्य सेवा राजवैद्य हिसाब से आपणकर अनुभूति कौन रही वास्तव में महाप्रभु टिके सुस्थ हुअंती हाँ निश्चिंत निश्चिंत ये पर ही महाप्रभु सुस्थ होती सुस्थ होकर रथ पे प्रस्तुति आरंभ हुए निश्चित आपण प्रतिक्रिया शुणुଥିଲେ ଏବଂ ସବୁଠୁ ବଡ଼ କଥା ହେଉଛି ଆଜି ଶ୍ରୀମନ୍ଦିର ଗାରଦକୁ ଏହା ଦାଖଲ କରାଯିବ ସ୍ୱର୍ଗତ ବିନାୟକ ମିଶ୍ରଙ୍କର ଧର୍ମପତ୍ନୀ ଅଛନ୍ତି ମାଉସୀ ଏଇ ବୟସରେ ସେବା ସେବା ଜାରି ରହିଛି ମହାପ୍ରଭୁ ସୁସ୍ଥ ହେଇଯିବେ ତ କଣ ବିଶ୍ୱାସ ଅଛି କଣ ବିଶ୍ୱାସ ଅଛି ପ୍ରଭୁ ସୁସ୍ଥ ହେଇଯିବେ ଏହା ତ ଆମର ବିଶ୍ୱାସ ହେଉଛି ଯୁଗ ଗୋଟେ ଯୁଗ ହବ ଆଉ ଅବିଶ୍ୱାସର କେମିତି କଥା ଅଛି ଦେଖିବେ ଆଜି ଦେଖିବେ ଶୁଣିଲ କାଲିକି ତମେ ବାହାରିବ ଯେ ମହାପ୍ରଭୁ ଭଲ ହେଇ ଉଠିଲେ କେତେ ବର୍ଷ ହେଲା ଇଏ କେତେ ବର୍ଷ ତମକୁ ବୟସ କେତେ ହେଲା ମତେ 90 ବର୍ଷ ବୟସ ହେଲା ପୁରା ପିଲା ବେଳୁ ସେବା କରୁଛନ୍ତି ହଁ ମୋ ଶ୍ୱଶୁର ମୋ ସ୍ୱାମୀ ମୋ ପିଲାମାନେ ମୋ ନିଷ୍ଠାର ସହିତ କଣ କରିବାକୁ ପଡେ ପୁରା ହବିଷ ଖାଇକି କରିବାକୁ ପଡେ ୟାକୁ ହବିଷ ଖାଇକି କରିବାକୁ ପଡେ ନିଷ୍ଠାର ସହିତ ହବିଷ ହବିଷ ଆମ ଘରେ ତ ହବିଷର କଥା ସେ ହବିଷ ହିଁ ଖାଆନ୍ତି ପିଲାମାନେ ମୋର ସେଇଆ ଆଜି ପିଲାମାନେ ନ ହେଇଥିଲେ ଇଏ ସବୁ ହେଇପାରିବ କିଏ ସେ କରିପାରିବେ କେତେ ଖୁସି ଲାଗୁଛି ଆକୁ ଖାଇଲା ପରେ ମହାପ୍ରଭୁ ପୁରା ସୁସ୍ଥ ହେଇଯିବେ କାଲି ସକାଳୁ ଶୁଣିଲେ କାଲି ସକାଳୁ ଶୁଣିବେ ମହାପ୍ରଭୁ ଭଲ ହେଇଛନ୍ତି ନା ନାହିଁ ଆଜି ଔଷଧ ଖାଇଲେ କାଲି ସକାଳକୁ ଉଠିବେ ରଜାକୁ ଖବର ଯିବ ନିଶ୍ଚିତ ପ୍ରତିକ୍ରିୟା ଶୁଣୁଥିଲେ ମହାପ୍ରଭୁ ଆଜି ଯେହେତୁ ଅଣବସରର ଦଶମୀ ତିଥି ଆଜି ଶ୍ରୀମନ୍ଦିର ଗାରଦକୁ ଦାଖଲ କରାଯିବ ରାଜବୈଦ୍ୟଙ୍କ ଘରୁ ପ୍ରସ୍ତୁତ ଦଶମୂଳ ମୋଦକ ଏବଂ ଗତକାଲି ଆସନ୍ତାକାଲି ଏକାଦଶୀ ତିଥିରେ ମହାପ୍ରଭୁ ଏହାକୁ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ଦ୍ୱାଦଶୀ ଏଥରକ କ୍ଷୟ ପଡୁଛି ସେଥିପାଇଁ ତ୍ରୟୋଦଶୀ ଦିନ ମହାପ୍ରଭୁଙ୍କର ସୁସ୍ଥତାର ଖବର ଦୈତାପତି ସେବାୟତ ମାନେ ଗଜପତି ମହାରାଜଙ୍କ ପାଖକୁ ନେବେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିବେ ଏବଂ ମହାପ୍ରଭୁଙ୍କ ସୁସ୍ଥତାର ଖବର ଗଜପତି ମହାରାଜଙ୍କ ନିକଟକୁ ନେଇ ସାରିବା ପରେ ଦୈତାପତି ସେବାୟତ ମାନେ ପୁରା ବିସ୍ତୃତ ଆଲୋଚନା କରିବେ ଶୃଙ୍ଖଳିତ ରଥଯାତ୍ରା ପାଇଁ ତେବେ ମୋଟାମୋଟି ଭାବରେ ରାଜବୈଦ୍ୟଙ୍କ ଘର ପୁରା ଚଳଚଞ୍ଚଳ ହୋଇପଡିଛି ଦଶମୂଳ ମୋଦକ ପ୍ରସ୍ତୁତ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପୁରୀରୁ ଭିଡିଓ ଜର୍ଣ୍ଣାଲିଷ୍ଟ ସନାତନଙ୍କ ସହ ଆଲୋକ ଆଶୁତୋଷ ନନ୍ଦୀ ଲାଇଭ୍।